ବହୁତ ହେଲେ ଯିବ ଆମ ଦେହରେ। ଆମ ଦେହରେ ନ ଘଷେଇକି ଆହୁରି ଏତେ ଦେଶ ଅଛି, ଏତେ ରାଜ୍ୟ ଅଛି, ଶଳା ସିଆଡେ ଟିକେ ପଳେଇ ଯା ଘଷି ହବା ପାଇଁ। ନା, ତାର ଟିକେ ଗଲୁ ଦୋଷ ଅଛି, ସିଏ ଆସିବ ଆମରି ଦେହରେ ହିଁ ଘଷି ହବ। ତାକୁ ଶଳା ଆମ ଓଡିଶା ଦେହରେ ଘଷି ହେବା ପାଇଁ ଏତେ ଗଲୁ ଯେ ସେ ଯେମିତି ହଉ ବର୍ଷକୁ ଆଜ୍ଞା ଗୋଟିଏ ଥର ସିଏ ଆସିବ। ସେ ଯୋଉ ମାସ ହଉ, ଜୁନ ହଉ, ଜୁଲାଇ ହଉ, ଯୋଉ ମାସ ହଉ, ସେ ଶଳା ଟିକେ ଆସିବ ଆମ ଦେହରେ ଘଷି ହେବାକୁ, ତାକୁ ଟିକେ ମଜା ଲାଗିବ। ତାପରେ ଆମ ଓଡିଶା ଲୋକଙ୍କର ବି ଗୋଟେ ଅଭ୍ୟାସଟା ହେଇଗଲାଣି ଯେ ବର୍ଷକୁ ଥରେ ବାତ୍ୟା ଆଉଛି, ବାତ୍ୟାକୁ ବି ଆଉ ଡରୁନାହାନ୍ତି। ସିଏ ଭାବୁଛନ୍ତି ଆମର ଏଠି ଆଉ ବାତ୍ୟା ଯଦି 300 ଡିଗ୍ରୀ 400 ଡିଗ୍ରୀ ହେଲେ ବି ଲୋକ ଆଉ ଡରୁନାହାନ୍ତି। କହୁଛନ୍ତି ଆମେ ଯାଇକି କପଡା ଶୁଖେଇବୁ, କି କହୁଛି ମୁଁ ଚଢି ଶୁଖେଇବି। ଆରେ ଶଳା ଏଗୁଡାକ କଣ ବାତ୍ୟାଟି, ତା ନାଁ ଗୋଟେ ବାତ୍ୟା, ତାକୁ ଟିକେ ଡରିବ କି ନାଇଁ? ଡର ଭୟ ଆମ ଓଡିଶାବାସୀଙ୍କର ଆଉ କିଛି ନାହିଁ। ସିଏ ଭାବୁଛନ୍ତି ବାତ୍ୟା ହଉଛି ଗୋଟେ ଗଲୁ ଜିନିଷ। ଶଳା ଗଲୁ ମାରି ହଉଛନ୍ତି ଶଳା ବାତ୍ୟାରେ ଯାଇକି ଲୋକମାନେ। ଗଲୁ ତ ମାରି ହେବେ, ତା ଦିହରେ ଶଳା କେଇଟା ଟୋକା ବି ଅଛନ୍ତି। ସିଏ କଣ କରିବେ ନା, ବର୍ଷା ବାତ୍ୟା ହବାର ଅଛି, ନାଇଁ ନାଇଁ ଆଜିଠୁ ଟିକେ ଷ୍ଟକ୍ ରଖିଦବା, ଆଜି ଷ୍ଟକ୍ ରଖିଦବା, କାଲି ବାତ୍ୟାରେ ବସିକି ପିଇବା ଆଉ ବାତ୍ୟାର ମଜା ନବା। ଆବେ ବାତ୍ୟାର କଣ ମଜା ନବ? ଶଳା ବାତ୍ୟା ତ ଗୋଟେ ସବୁ ବର୍ଷ ଆଉଛି, ତମେ ଗୋଟେ ବାତ୍ୟାରେ ବି ମଜା ନବ? ବାତ୍ୟା ପାଇକି ବା ଲୋକ କେତେ ହଇରାଣ। ଆଗରୁ ଯିଏ ଶଳା 1999 ମସିହା ବାତ୍ୟା ଦେଖିଛନ୍ତି, ତାଙ୍କ ଗାଣ୍ଡି ଛାନିଆ ହେଇଯାଉଛି ବାତ୍ୟା କଥା ଶୁଣିଲାକୁ। ଇଏ ଶଳା ନୂଆ ଟୋକା ଯୋଉ କେତେଟା ବାହାରିଛନ୍ତି ଲକଡାଉନ କିଡସ୍, ସେମାନଙ୍କୁ ଶଳା ବାତ୍ୟା ଗୋଟେ ପର୍ବ ଭଳିଆ ଲାଗୁଛି। ବାତ୍ୟା ଯଦି କାଲି ଅଛି, ଆଜିଠୁ ଆଣିକି ମାଲ ରଖିଦେଲେ, କାଲି ପିଇଲେ। ଶଳା ବାତ୍ୟାରେ ବି କୋଉଠି କଣ ଯାଇ ବାହାରେ ବସିକି ମାଲ ପିଇବା ପାଇଁ କି ପୁରା ରେଡି। ଖାଲି ସେତିକି ବି ନୁହଁ, ଆଉ କେତେଟା ଶଳା ଟୋକା ଅଛନ୍ତି, ସିଏ କଣ କରିବେ, ମାଲ ନେଇ ଯାଇଥିବେ, ଚାଖଣା ନେଇ। ଶଳା ଚାଖଣା ନେଇ କଣ କରିବା? ସେ ଆମ ବାତ୍ୟା ବି ଗୋଟେ ଏମିତି ଗଲୁଆ, ସିଏ ଶଳା କଣ କରିବ ନା, ଠିକ ଶଳା ଆମର ଯେତେବେଳେ ଏପଟରେ ଆମ୍ବ ସିଜିନ ହେଇଥିବ, ସେଇ ଟାଇମରେ ହିଁ ଆସିବ। ଇଏ ଶଳା ଯୋଉ ଟୋକା ମାନେ ମାଲ ପିଇବେ ବୋଲି ଚାଖଣା ନାହିଁ, କଣ କରିବେ, ଭଡାକିନି ଯିଏ ଭାରି ଆମ୍ବ ଗଛ ମୂଳକୁ। ଆବେ ଶଳାଟା ବାତ୍ୟା ହଉଛି, ଆମ୍ବ ଗଛ ମୂଳକୁ କାହିଁ ଯାଉଛ? ଶଳା ଗଛ ଭାଙ୍ଗିଯିବ, ପଡିଯିବ ଉପରେ, କଣ କରିବ କଣ ନାହିଁ। ଏମାନଙ୍କର ଆଉ ଡର ଭୟ ନାହିଁ। ସେ ଟାଇମରେ ଶଳା କେମିତି ଆମ୍ବ ଝଡିବ, ଆଣିକି ତାକୁ ଚାଖଣ କରିବେ। ଆବେ ଶଳା ତମକୁ ବାତ୍ୟା ବେଳେ ବି ମାଲ ପିଇକି ଚାଖଣ କରିବାକୁ ଗଛ ମୂଳକୁ ଯିବା ଦରକାର? ଏମାନେ ବାତ୍ୟାକୁ ହାଲକାରେ ଆଉ ମଜାକରେ ନଉଛନ୍ତି। ବାତ୍ୟା ହେଇଥିଲା 1999 ମସିହା ବାତ୍ୟା। ସେ ବାତ୍ୟା ଯୋଉମାନେ ଦେଖିଛନ୍ତି, ବାତ୍ୟା ନା ଶୁଣିଲେ ମାନେ ଏବେ ଥରବର ହେଇଯାଉଛନ୍ତି। କାରଣ ସେ ଟାଇମରେ ଲୋକମାନେ ଯୋଉ ହଇରାଣ ହେଇଛନ୍ତି, ନା ଖାଇବାକୁ ଥାଏ, ନା ପିଇବା ପାଇଁ ପାଣି ଥାଏ, ନା ଘର ଦ୍ୱାର ଥାଏ, କିଛି ନଥାଏ। ସେ ଟାଇମର ବାତ୍ୟା ଆଉ ଏମାନଙ୍କୁ ଏବେ ମଜାକ ଲାଗୁଛି। ପ୍ରକୃତିକି କେବେ ମଜାକ କରିବା କଥା ନୁହେଁ। ପାଣିପାଗ ଆମକୁ ବାରମ୍ବାର ସୂଚଉଛି ଯେ ଆପଣ ମାନେ ସାବଧାନ ରୁହନ୍ତୁ, ବାତ୍ୟା ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ। ଆପଣ ମାନେ ଦୟାକରି ଏଇ କଥାକୁ